ଶିଖିବା ଦରକାର। ସେ ଯାହା ଅଛନ୍ତି ସେ ବୋଲି କହିବା ହଉଛି ପ୍ରଶଂସା। ସେ ଯାହା ଅଟନ୍ତି ସେ ସେୟା ଅଟନ୍ତି ବୋଲି କହିବାଟା ହଉଛି ପ୍ରଶଂସା। ସେ ଆମ ପାଇଁ କଣ କରିଛନ୍ତି ତା ସ୍ୱୀକାର କରିବା ହଉଛି ଧନ୍ୟବାଦ। ଏଇଟା ହଉଛି ପ୍ରଶଂସା ଧନ୍ୟବାଦର ବଡ। ସେ ଯେ ଅଛନ୍ତି ସେ ଅଛନ୍ତି ବୋଲି କହିବାଟା କଣ, ସେଇଟା ହଉଛି ଉପାସନା, ସେଇଟା ହଉଛି ପ୍ରଶଂସା। ଆଉ ସେ ଆମ ପାଇଁ ଯାହା କରିଛନ୍ତି ତା ସ୍ୱୀକାର କରିବା ହଉଛି ଧନ୍ୟବାଦ। ୱର୍ସିପ ମାନେ କଣ? ହ୍ୱାଟ ହି ଇଜ, ସେ କିଏ ଅଟନ୍ତି, ସେ ୱର୍ସିପ। ୱର୍ସିପ ମାନେ କଣ? ହ୍ୱାଟ ହି ଇଜ। ଥ୍ୟାଙ୍କ୍ସଗିଭିଂ ମାନେ କଣ? ହ୍ୱାଟ ହି ହାଜ ଡନ ଫର ଅସ୍, ଆମ ପାଇଁ ସେ କଣ କରିଛନ୍ତି, ସେ ଆମ ପାଇଁ ଯାହା କରିଛନ୍ତି ସେଇଥିପାଇଁ ଆମେ ଯାହା କହୁ ସେଇଟା ହଉଛି ଧନ୍ୟବାଦ। ଆଉ ସେ ଯିଏ ଅଛନ୍ତି ସେ ଅଛନ୍ତି ବୋଲି କହିବା ସେଇଟା ହଉଛି କଣ? ପ୍ରଶଂସା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରକୃତ ଉପାସନା କଣ? ଆମର ଶରୀରକୁ ସଜୀବ, ପବିତ୍ର ଆଉ ସୁଗ୍ରାହ୍ୟ ବଳି ରୂପ ଉତ୍ସର୍ଗ କରିବା, এইটা হচ্ছে ଯୁକ୍ତିଯୁକ୍ତ ଉପାସନା। ଏବେ ପର୍ଯ୍ୟନ୍ତ ଆମେ ସବୁ ଦଉଛୁ, ଖାଲି କଣ କହୁଛୁ? ସବୁ ମୁଁ ଦେବି କେବେ ତୁ ଦେବୁ, କେବେ ଦେବୁ? ଖାଲି ଗୀତ ଆକା ଗାଉଛି, ସବୁ ମୁଁ ଦେବି, ସବୁ ମୁଁ ଦେବି। ଦେଲେ ହେଲେ ଦେ, ନହେଲେ ଦେ ନାହିଁ, ଯା ତୁ। ଖାଲି ଗାଉଛି କଣ? ସବୁ ମୁଁ ଦେବି, ସବ ମେ ଦେତା ହୁଁ, ଆଇ ସରେଣ୍ଡର ଅଲ। ସେ ସବୁ ସରେଣ୍ଡର করব কিন্তু আই କୁ ସରେଣ୍ଡର করবନି। ଆଇଟା କାହାର କଣ୍ଟ୍ରୋଲରେ ଚାଲିଛି? ମୁଁ ସରେଣ୍ଡର କଲୁ ପରା ମୁଁ। ପ୍ରିୟ ମାନେ ଏ ମୁଁ କୁ ସରେଣ୍ଡର କରି ନାହିଁ, ଏ ମୁଟା ତାର ନିଜର। ଖାଲି ଗାଉଛି ଆଇ ସରେଣ୍ଡର ଅଲ, ମାନେ ପ୍ରଭୁ ମୁଁ ସବୁ ସରେଣ୍ଡର କରିବି କିନ୍ତୁ ଆଇ କୁ ସରେଣ୍ଡର କରିବି ନାହିଁ। ଆମେ କହୁଛୁ ନା, ମୁଁ ପରା, ମୁଁ କଣ କ୍ଷମା କରିବି, ମୁଁ କଣ ମିଶିବି, ମତେ କଣ ଭାବିଲ, ମୁଁ କଣ ସେମିତିକା? ଆରେ ସରେଣ୍ଡର କଲୁ ପରା, ସରେଣ୍ଡର କରିନି। ପ୍ରିୟ ଭାଇ ଭଉଣୀ ମାନେ, ଆମର ନିଜର ଶରୀରକୁ ଅଭିଳାଷକୁ ବଳିଦାନ କରିବା ହଉଛି ଉପାସନା। ଏଇଟା ରୋମିଓ 12:1 ଲେଖା ଅଛି। କଣ? ଆମର ଶରୀରକୁ ସଜୀବ, ପବିତ୍ର, ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କରିବା, এইটা হচ্ছে যুক্তিযুক্ত উপাসনা। প্রিয় ভাই ভଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଆଜି ଅନୁଗ୍ରହ କରନ୍ତୁ। ଆମେ କିପରି ପ୍ରଭୁଙ୍କର ବାସ୍ତବରେ ଆରାଧନା ପ୍ରଶଂସା କରିପାରିବୁ। ଆଜି ତାଙ୍କର ଉପସ୍ଥିତିରେ ଆମେ ଆସିଛୁ ଗୋଟେ ଭଲ ଉପାସକ ହେବା, ଶିଖିବା ପାଇଁ। এটা হচ্ছে ওয়ার্শিপ ট্রেনিং প্রোগ্রাম। এটা মু নাটা দেলি না আপনাকে। এটা কোন প্রোগ্রাম? এটা ওয়ার্শিপ ট্রেনিং প্রোগ্রাম। এই 3 দিন আমি কেমতি ওয়ার্শিপ করিবা সেইটা শিখিবা পাই এই প্রোগ্রাম রখা হইছে। যেপরি আপন বলগা সময় কোন করিবে, আপন প্রভুঙ্কর ওয়ার্শিপ করি পারিবে, ଗୋଟେ বেস্ট ওয়ার্শিপার ହେଇ পারিবে। যেবে কোয়া যায় ওয়ার্শিপ ইজ ওয়ার্থশিপ। वर्शिप मीन्स कौन? वर्शिप। प्रभु आमानकु अनुग्रह करंतु। प्रार्थना करी जहां में पाई न थाउ, प्रशंसा रे ता पाई थी। आमे बेले बेले प्रभु को उपासना करी थाउ, आ से समय किछि गोटे घटी थी। म आज कहिबा पाई अल्प समय वाक्यरु जे प्रकृत उपासना कोन? प्रकृत उपासना माने कोन? बाइबल किछि लोक हमकु सिखांती जे प्रकृत उपासना माने कौन? आदि पुस्तक तार 22 पर्व 5 पद, जेनेसिस चैप्टर 22 वर्स 5। सेतेबेले अब्राहम सेही दास मानंकु कहिले, तुम्भे माने एही स्थान रे गध सहित थाओ, मु ओ बालक दुहे से स्थान को जाई आराधना करी पछे तुम्भ मानंक निकट को फेरी आसीबा। एठी आराधनार गोटे मीनिंग ता हमें देखि पारुछ। प्रभु कौन बोली कहले? 2 पद पढ़िबे। सेतेबेले से कहिले, तुम्भे एबे अपना पुत्र को
ତୁମ୍ଭର ଅଦ୍ୱିତୀୟ ପୁତ୍ରକୁ ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର ସେହି ଇସାକକୁ ଘେନି ମରିଆ ଦେଶକୁ ଯାଅ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ଉପାସନା ମାନେ କଣ? ଆରାଧନା ମାନେ କଣ? ଆପଣଙ୍କର ପ୍ରିୟ ବସ୍ତୁକୁ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିଦେବା ହଉଛି ଆରାଧନା। ପ୍ରଭୁ ଅବ୍ରାହମକୁ କଣ ବୋଲି କହୁଛନ୍ତି? ଅବ୍ରାହମ, ତୁମର ପୁତ୍ର, ତୁମର ଅଦ୍ୱିତୀୟ ପୁତ୍ର ଯାହାକୁ ତୁମେ ସ୍ନେହ କର ସେଇ ଇସାକକୁ ମରିଆ ଦେଶ ସେ ପର୍ବତକୁ ନେଅ, ଆଉ ଯୋଉ ପର୍ବତ ମୁଁ କହିବି ସେଇ ପର୍ବତରେ ହୋମାର୍ଥେ ବଳିଦାନ କର। ଏଇଟାକୁ ଅବ୍ରାହମ କଣ ବୋଲି କହୁଛନ୍ତି? ଆରାଧନା ବୋଲି କହୁଛନ୍ତି। ଆରାଧନା ମାନେ କଣ ପ୍ରିୟ ଭାଇ ଭଉଣୀ ମାନେ? ଆମର ପ୍ରିୟ ବସ୍ତୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ହଉଛି ଆରାଧନା। ଆରାଧନା କଣ? ଆପଣଙ୍କର ପ୍ରିୟ ବସ୍ତୁ ଯୋଉଟାକୁ ଆପଣ ପ୍ରାଣ ଭଳିଆ ଭଲ ପାଆନ୍ତି, ଯାର ବିନା ଆପଣ ବଞ୍ଚି ପାରିବେନି, ସେଇଟା ପ୍ରଭୁଙ୍କ ପାଇଁ ଦେବା ହଉଛି କଣ? ସେଇଟାକୁ କୁହାଯାଏ ଆରାଧନା। ଆପଣ କେବେ ଦେଇଛନ୍ତି କି ଆପଣ ପ୍ରିୟ ବସ୍ତୁ? ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ପ୍ରିୟ ବସ୍ତୁ ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରୁ କି? ପ୍ରିୟ ପ୍ରିୟ ଆପଣଙ୍କର ଅତି ପ୍ରିୟ କଣ? ପ୍ରଭୁ ମାଗିଲେ ଦେବେ କି? ଆମେ କଣ କହୁଛୁ? ପ୍ରଭୁ ଆପଣ ଯାହା ମାଗିବେ ସବୁ ଦେବି ପ୍ରଭୁ, କିନ୍ତୁ ମାଗିବା ଟାଇମ ଆସିଲେ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ପ୍ରାର୍ଥନାର ସହିତ ଆପଣ ଆପଣା ଜୀବନକୁ ଆମେ ସମୀକ୍ଷା କରିବା। ମାନେ ଆରାଧନା ମାନେ କଣ? ଆମର ପ୍ରିୟ ବସ୍ତୁକୁ ଯୋଉଟାକୁ ଆପଣ ପ୍ରାଣ ଠାରୁ ଅଧିକ ଭଲ ପାଆନ୍ତି। ଭାବି ଦେଖନ୍ତୁ, ବାର୍ଦ୍ଧକ୍ୟ ସମୟରେ ପ୍ରଭୁ ଗୋଟେ ଛୁଆ ଦେଲେ, 2 ଜଣ ବୁଢା ବୁଢୀ, ଏମାନଙ୍କୁ ପିଲା ଛୁଆ ହେବାର ସମ୍ଭାବନା କିଛି ନାହିଁ ହେଲା। ମାନେ ଯେତେବେଳେ ଅବ୍ରାହମ ସେ ଛୁଆକୁ ଖେଳଉଥିବେ, ଲୋକମାନେ ପଚାରିଥିବେ, ଆଜ୍ଞା ତମ ନାତି କି ଆଜ୍ଞା? ସେ କହିବେ, ନାଇଁ ରେ, ଏଇଟା ମୋର ନାତି ନାହିଁ, ମୋର ପିଲା। 2 ଜଣ ପୁରା ବୁଢା ବୁଢୀ ସେଇ ବୟସରେ କୋଳରେ ଛୁଆ ଖେଳଉଛନ୍ତି। ସେଇଥିପାଇଁ ତାର ନାଁ ଇସାକ ଦେଲେ। ଇସାକର ଅର୍ଥ କଣ? ହାସ୍ୟ, ହସ। ମାନେ ତାଙ୍କୁ ଦେଖି ଅବ୍ରାହମ ହସିବାଟା ଶିଖିଛନ୍ତି। ଗୋଟେ ସମୟ ଆସିଲା, ପ୍ରଭୁ ଅବ୍ରାହମକୁ କହୁଛନ୍ତି, ମାନେ ଅବ୍ରାହମ ପ୍ରଭୁକୁ କହୁଛନ୍ତି, ପ୍ରଭୁ ତୁମେ କଣ ଦେବ? ପ୍ରଭୁ ଗୋଟେ ପିଲା ତ ଦେଇପାରୁନି, ମୋର ଘରର ଚାକର ଏବେ ମୋର ଘରର ମାଲିକ ହେବା ପାଇଁ ଯାଉଛି। ପ୍ରଭୁ ସମାନ ସମୟରେ ଗୋଟେ ସନ୍ତାନ ଦେଲେ। ଆଉ ଏବେ ପ୍ରଭୁ ଆସି କଣ କହୁଛନ୍ତି ଅବ୍ରାହମକୁ? ଅବ୍ରାହମ, ତୁମ ସେ ପ୍ରିୟ ପୁତ୍ରକୁ ଯାହାକୁ ତୁମେ ସ୍ନେହ କରୁଛ, ଅତି ଆଦର କରୁଛ, ତାକୁ ପାଇକି ତୁମେ ବହୁତ ପ୍ରଫୁଲ୍ଲିତ ଅଟ। ତୁମର ସେଇ ଇସାକକୁ, ତୁମର ସେଇ ଆନନ୍ଦକୁ ତୁମେ ମୋର ପାଇଁ ସାକ୍ରିଫାଇସ କରିବ କି? এইটাକୁ କୁହାଯାଏ ଆରାଧନା। ସେ କଣ କହୁଛନ୍ତି 5 ପଦରେ? ସେତେବେଳେ ଅବ୍ରାହମ ସେଇ ଦାସମାନଙ୍କୁ କହିଲେ, ତୁମାନେ ଏ ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମାନଙ୍କ ଫେରି ଆସିବା। ପ୍ରଭୁ ସେମିତି କହିଥିଲେ କି? ଅବ୍ରାହମକୁ ଫୁସୁର କହିଥିଲେ, ଅବ୍ରାହମ ତୋର ପୁଅକୁ ନେବୁ, ନେଲା ପରେ ତୁମେ କଣ କରିବ? କାଠ ସାଉଁଟିବ, ତାପରେ ବେଦି ସଜାଡିବ, ପୁଅକୁ ବାନ୍ଧିବ ହେଲା। ତାପରେ ତୁମେ ଛୁରୀ ଉଠାଇଲା ବେଳକୁ ଡାଙ୍ଗ ଡାଙ୍ଗ କରି ମୁଁ କଣ କରିବି? ଗୋଟେ ମେଷ ଥିବ, ଯେ କରୁ କରୁ ତମେ କଣ କରୁ? ରହିଯିବ। ତାପରେ ମେଣ୍ଢାକୁ ଆଣିକରି, ଏତିକି ଷ୍ଟୋରି ପ୍ରଭୁ କହିନାହାନ୍ତି। କହିଥିଲେ କେତିକି? ଏତିକି ଷ୍ଟୋରି କହିନାହାନ୍ତି। ଏଟା ଅବ୍ରାହମ ସେ କହୁଛନ୍ତି କଣ? ମୁଁ ଆରି ମୋର ପୁଅ ଫେରି ଆସିବ। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ଆରାଧନାରେ ପ୍ରଭୁକୁ ଯାହା ଦେଇଥାନ୍ତି, ପ୍ରଭୁ ତାକୁ ଆଶୀର୍ବାଦ କରି ଆପଣଙ୍କୁ ଓଲଟା ଫେରେଇ ଦିଅନ୍ତି। ପ୍ରଭୁ ଫେରେଇ ଦିଅନ୍ତି। ପ୍ରଭୁ କଣ କଲେ? ତାଙ୍କର ପୁତ୍ରକୁ ଆଶୀର୍ବାଦ କରିକି ଫେରେଇ ଦେଲେ। ପ୍ରଭୁଙ୍କୁ କିଛି ଦରକାର ନାହିଁ। ପ୍ରଭୁ ଆମର ପିଲା ନେଇ କଣ କରିବେ? ମାନେ ପ୍ରଭୁ ଆମର ଛୁଆ ନେଇ କଣ କରିବେ? ପ୍ରଭୁ କହିଲେ, ତୋର ବିଶ୍ୱାସ ଦେଖିଲି, ତୋର ଭକ୍ତି ଆଗ ଭଳିଆ ଅଛି, ସବୁ ମୁଁ ଜାଣିଲି, ତୋର ପୁଅକୁ ଧରି ପଳା। ଏବେ ତୋର ପୁଅ ବଦଳରେ ଏ ମେଷକୁ ବଳିଦାନ ଦେଇଥା। ଆହୁରି କଣ ହବ?
ଭବିଷ୍ୟତରେ ମୋର ପୁଅ ଯାଇକି ତୋର ପୁଅ ଜାଗାରେ ବଳିଦାନ ହବ। ଏବେ ଖାଲି ମେଷ ନେଇଥା, ଗୋଟେ ସମୟ ଆସିବ ମୋର ପୁତ୍ର ଯାଇ ବଳିଦାନ ହବ। ସେଇଥିପାଇଁ ଯେତେବେଳେ ଯୋହନ କହୁଛନ୍ତି ଏଇ ଦେଖ ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ଭାର ବହି ନେଇ ଯାଆନ୍ତି। ଆମ ଭଳିଆ ବୋକାମ ନେଲେ ଅନେଇଥାନ୍ତୁ, କାହିଁ କୁଆଡେ ଗଲା ମେଷ, କୋଉଠି ଦେଖିଲୁ କି ନା, ଦେଖିଲୁ କିଲୋ ଭାଉଜ କୋଉଠି ଅଛି, ଆମର ତ ବାଇବଲ ସହିତ ସମ୍ପର୍କ ନାହିଁ। ସେମାନେ ଜାଣିଥିଲେ ଈଶ୍ୱରଙ୍କ ମେଷ ମାନେ ଯୀଶୁଙ୍କୁ ଦେଖିଲା, ଇଏ ଈଶ୍ୱରଙ୍କ ମେଷ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଉପାସନା ମାନେ କଣ? ଆମର ପ୍ରିୟ ବିଷୟ ଯାହାକୁ ଆମେ ପ୍ରାଣ ଠାରୁ ଅଧିକ ଭଲ ପାଉ, ସେଇଟା ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିବାଟା ହଉଛି ଉପାସନା। ଆମେ କଣ କରୁଛୁ? ଉପାସନା କରିବା, ଉପାସନା ଗୀତ ବହିର 207 ନମ୍ବର ଗୀତ ବୋଲିବା, 4ଟା ଗୀତ ଗାଇ ଉପାସନା ବୋଲି କରୁଛ ନା? ଏଇଟା ଉପାସନା। 2ଟା ଗୀତ ଗାଇ ଦେଇକରି ଆଜି ଉପାସନା ବଢିଆ ଥିଲା, ଭଲ ଗୀତ ଗାଇଲେ, ସ୍କେଲ ଏକା ଟିକେ ଫିଟିଗଲା, କିନ୍ତୁ ସମାନ ଗୀତ ଗାଇଲା ବେଳକୁ ସାଉଣ୍ଡ ସିଷ୍ଟମ ବନ୍ଦ ହେଇଗଲା, କରେଣ୍ଟ ପଳେଇଲା ପରେ ଶୈତାନ ବନ୍ଦ କଲା, ଶୈତାନ ଇଲେକ୍ଟ୍ରିକ ବନ୍ଦ କଲା, ଆମର ପାର୍ଟିକୁ ବନ୍ଦ କଲା କି ଆହୁରି। ପ୍ରିୟ ଭାଇ ଭଉଣୀ ମାନେ ଦେଖିବେ, ୱର୍ସିପ କରିବା ଲୋକ ପାୱାର କୋଟ ହେଇଗଲେ ଚୁପ ହେଇ ଠିଆ ହେଇଯିବେ ସେମାନେ, କାରଣ ଏମାନେ ମାଇକ୍ରୋଫୋନ ବିନା ଆରାଧନା କରିପାରିବେ କି ନାଇଁ? କରିପାରିବେ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ୱର୍ସିପ କରିବା ପାଇଁ ପ୍ରଭୁ ଅଲରେଡି 2ଟା ତାଳି ଦେଇଛନ୍ତି। ଖଞ୍ଜଣି ଥାଉ କି ନଥାଉ, ମୃଦୁଙ୍ଗ ଥାଉ କି ନଥାଉ, ପିଏ ସିଷ୍ଟମ ଥାଉ କି ନଥାଉ, ଆମର ପାର୍ଟି ଅଛି, ଆମର ହାତ ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଅବ୍ରାହମ ଆମକୁ ଶିଖାଉଛନ୍ତି ଉପାସନା ମାନେ କଣ, ନିଜର ଆରାଧନା ମାନେ କଣ, ନିଜର ପ୍ରିୟ ଜିନିଷକୁ, ପ୍ରିୟ ପ୍ରାଣ ଠାରୁ ଅଧିକ ଭଲ ପାଇବା ବିଷୟ ପ୍ରଭୁଙ୍କୁ ଦେବା, ସେଇଟାକୁ କୁହାଯାଏ ଆରାଧନା। ଆଉ ଦେଖିବେ ଯଦି ଆପଣ ମାନେ ଝିଅସୁର 6 ପର୍ବ ତାର ପ୍ରଥମ 5 ପଦ, ଝିଅସୁର 6 ଅଧ୍ୟାୟ ତାର ପ୍ରଥମ 5 ପଦ। ସେହି ସମୟରେ ଇସ୍ରାଏଲ ସନ୍ତାନଗଣ ସକାଶୁ ଜିରିହ ରୁଦ୍ଧ ଥିଲା, ଦୃଢ ରୂପେ ରୁଦ୍ଧ ହୋଇଥିଲା, କେହି ବାହାରକୁ ଗଲା ନାହିଁ ଓ କେହି ଭିତରକୁ ଆସିଲା ନାହିଁ। ତହୁ ସଦାପ୍ରଭୁ ଝିଅସିଂହଙ୍କୁ କହିଲେ, ଦେଖ ଆମ୍ଭେ ତୁମ୍ଭ ହସ୍ତରେ ଜିରିହ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ। ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡେ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ 6 ଦିନ କରିବ। ପୁଣି 7 ଜଣ ଯାଜକ ସିନ୍ଧୁକର ଅଗ୍ରସର ହୋଇ ମହାଶବ୍ଦକାରୀ 7 ତୁରୀ ବହିବେ। ଆଉ 7ମ ଦିନ ତୁମ୍ଭେମାନେ 7 ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୁରୀ ବଜାଇବେ। ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ସିଙ୍ଗାରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୁରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟଧ୍ୱନିରେ ଜୟଧ୍ୱନି କରିବେ। ତହିଁରେ ନଗରର ପ୍ରାଚୀର ପଡି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ। ଏଟା ଆମେ କଣ ଦେଖୁଛୁ ପ୍ରିୟ ଭାଇ ଭଉଣୀ ମାନେ? ଏ ଜିରିହ ପ୍ରାଚୀର କେମିତି ଭାଙ୍ଗିବ? ଏଇଟା ଜୟ ଧ୍ୱନିରେ ଭାଙ୍ଗିବ। ମାନେ ବିପରୀତ ପରିସ୍ଥିତିରେ କଣ କରିବା ଅଛି? ଜୟ ଧ୍ୱନି କରିବା ଅଛି। ଜିରିହ ପ୍ରାଚୀର ମାନେ ଉପାସନା ମାନେ କଣ, ଆରାଧନା ମାନେ କଣ? ଆମର ବିପରୀତ ପରିସ୍ଥିତିରେ ମଧ୍ୟ କଣ କରିବା ଅଛି? ଅସମ୍ଭବ ସାମ୍ନାରେ ଅଛି, ଇମ୍ପସିବଲ ସାମ୍ନାରେ ଅଛି। ଜିରିହ ପ୍ରାଚୀର କେବେ ଭାଙ୍ଗି ପାରିବ ନାହିଁ। ଆପଣ ଯଦି ବାଇବଲ ଭଲ କରି ପଢିଥିବେ ଦେଖିବେ ଜିରିହ ପ୍ରାଚୀର ଏତେ ସହଜରେ ଭାଙ୍ଗଲା ଭଳିଆ ନାହିଁ। କାହିଁକି? ସେ ପ୍ରାଚୀର ଏତେ ମୋଟା ଥିଲା, ଏଡେ ବଡ ପ୍ରାଚୀର ଥିଲା, ସେ ଉପରେ କଣ ଚାଲିଥିଲା? ରଥ ଚାଲି ପାରୁଥିଲେ, ଅଶ୍ଵରହିମାନ ଯାଇ ପାରୁଥିଲେ। ଆଉ ସେଇ ପ୍ରାଚୀର ଉପରେ ରାହା ବେଶିଆ ଘର ବନେଇଥିଲା। ଆମର ଭଳିଆ 9 ଇଞ୍ଚିଆ କାନ୍ଥରେ ଘର ବାନ୍ଧି ହବ ନାଇଁ, ଏତେ ବଡ ପ୍ରାଚୀର ଥିଲା। ଆଉ ସେଇଟା କେମିତି ଭାଙ୍ଗୁଛି? ଜୟଧ୍ୱନି କରିବା ଦ୍ୱାରା। ଆପଣଙ୍କର ଜୀବନରେ ମଧ୍ୟ ଗୁଡେ ପ୍ରାଚୀର ଥିବ, ଆପଣଙ୍କୁ ଅଟକେଇବା ପାଇଁ ଗୁଡେ ପ୍ରାଚୀର ଥିବ। ସେ ପ୍ରାଚୀର କେମିତି ଭାଙ୍ଗିବ? ଆରାଧନା କଲେ ଭାଙ୍ଗିବ, ଜୟଧ୍ୱନି କଲେ ଭାଙ୍ଗିବ, ତୁରୀ ଶବ୍ଦ କଲେ ଭାଙ୍ଗିବ, ପ୍ରଭୁଙ୍କର ପ୍ରଶଂସା କଲେ ଭାଙ୍ଗିବ।
ଆମର ପ୍ରାଚୀର ଆହୁରି ମଜବୁତ ହେଇଯାଉଛି, ଆମର ପାଟି ବନ୍ଦ ହେଇଯାଉଛି। ପ୍ରାଚୀର କେତେ ବଡ ବି ହଉନା କାହିଁ, ପ୍ରିୟ ଭାଇ ଭଉଣୀ ମାନେ, ପ୍ରାଚୀର କେତେ ମୋଟା ହଉ, କେତେ ଶକ୍ତ ହଉ, କେତେ ବଡ ପ୍ରାଚୀର ହଉ, ସେ ପ୍ରାଚୀର ଭାଙ୍ଗିବ। ରଷିଆ ଦେଶ ସବୁଠାରୁ ପାୱାରଫୁଲ ଦେଶ ଥିଲା, ସବୁଠାରୁ ପାୱାରଫୁଲ ଦେଶ। ଦିନେ ଫାଷ୍ଟିଂ ଆମେ ବସିଥିଲୁ, ସେଇ ସମୟରେ ଜଣେ ମା ସେ କହୁଛନ୍ତି ଗୋଟେ ହାତୀଟା ଖଣ୍ଡ ଖଣ୍ଡ ହେବାର ମୁଁ ଦେଖୁଛି। କଣ ଦେଖୁଛନ୍ତି? ଗୋଟେ ହାତୀଟା ଖଣ୍ଡ ଖଣ୍ଡ ହେବାର। ଲୋକ କହିଲେ କଣ ହାତୀ ଖଣ୍ଡ ଖଣ୍ଡ ହଉଛି? ତାପରେ ଜଣେ ପ୍ରଭୁଙ୍କ ଦାସ କହିଲେ ରୁହ ରୁହ, ସେ ମା ଯାହା ଦେଖୁଛନ୍ତି ତାର ଅର୍ଥ କିଛି ଥିବ। ତାପରେ ଦେଖିଲା ବେଳକୁ ରଷିଆ ଦେଶ ଭାଗ ଭାଗ ହଉଛି। ରଷିଆ ଦେଶ ଦେଖିବା ପାଇଁ ସମୟ ହାତୀ ଭଳିଆ ନଥିଲା, ପୁରା ଖଣ୍ଡ ଖଣ୍ଡ ହେଇ ପୁରା ଦେଶ ଯୋଉ ସାମ୍ରାଜ୍ୟ ଥିଲା ସବୁ ଛାରଖାର। ବର୍ଷିପ ପରେ ପ୍ରିୟ ଭାଇ ଭଉଣୀ ମାନେ, ଆମେ ଆରାଧନା କଲେ ଶୈତାନର ରାଜ୍ୟ ଥରହର ହୁଏ। ମୁଁ ପୁଣି କହିବା ପାଇଁ ଚାହେଁ, ଖ୍ରୀଷ୍ଟିଆନ ମାନଙ୍କୁ କାହିଁକି ଘର ଭଡ଼ା ଦଉନାହାନ୍ତି? ଭାରତ ସାରା, ଓଡିଶା ତ ଗଳି କନ୍ଦି ସହର ବଜାର ଦେଖନ୍ତୁ, ଖ୍ରୀଷ୍ଟିଆନ ମାନଙ୍କୁ ଘର ଭଡ଼ା ଦେବେ ନାହିଁ। ମୁଁ ଥରେ ପଚାରିଲି ଜଣକୁ, ଆଜ୍ଞା ଆପଣ ଖ୍ରୀଷ୍ଟିଆନ ମାନଙ୍କୁ କାହିଁକି ଘର ଭଡ଼ା ଦିଅନ୍ତି ନାହିଁ? କଣ ସେମାନେ ଟାଇମଲି ଘର ଭଡ଼ା ଦିଅନ୍ତି ନାହିଁ? ସେ କହିଲେ ନାଇଁ ଆଜ୍ଞା, ସେମାନେ ଟାଇମଲି ଘର ଭଡ଼ା ଦିଅନ୍ତି। କଣ ମଦ ପିଇ ଝଗଡା କରିବାକୁ ଆସନ୍ତି? ନାଇଁ ଆଜ୍ଞା, ଖ୍ରୀଷ୍ଟିଆନ ମାନେ ମଦ ଫଦ ପିଅନ୍ତି ନାହିଁ। କଣ ରାତି ସାରା ଟିଭି ଲାଗିଥାଏ କି? ନାଇଁ ଆଜ୍ଞା, ସେମିତି ସେମାନେ କରନ୍ତି ନାହିଁ। ତାଙ୍କର ପୁଅ ଝିଅ ମାନେ କଣ ଅସନା ଜୀବନ କାଟନ୍ତି କି? ନାଇଁ ଆଜ୍ଞା, ଭଲ। କଣ ସେମାନେ ଗଣଗଳିଆ ଲୋକ କି? ନାଇଁ ଆଜ୍ଞା। କଣ ସେମାନେ ଘରକୁ ଅସନା କରନ୍ତି କି? ଭଙ୍ଗାରୁଜା କରନ୍ତି? ଆଜ୍ଞା, ଆପଣ ଯାହା କହୁଛନ୍ତି ଆଜ୍ଞା, ଖ୍ରୀଷ୍ଟିଆନ ମାନେ ସେମିତି କରନ୍ତି ନାହିଁ, ହେଲେ ଭଡା କାହିଁକି ଦିଅନ୍ତି ନାହିଁ? ସେ ଗୋଟେ କଥା କହିଲେ, ଆଜ୍ଞା ଆପଣ କାହାକୁ କହିବେ ନାହିଁ, ମତେ କାହାକୁ କହିବେ ନାହିଁ, ଆପଣ ମୁଁ କହିବି ନାହିଁ ହେଲା। ମତେ ଗୁପ୍ତରେ ଯାହା କହିଥିବେ ଛାତରେ ମୁଁ ସେଟା କହିବି ହେଲା। ମତେ ଯଦି କିଛି କହିବ ନାହିଁ ବୋଲି କହିବ, ମୁଁ ପୁଣି କହିବି ନାହିଁ। ମୁଁ ନିରଞ୍ଜନ ମାନେ, ମତେ ଯେତେବେଳେ ପ୍ରଭୁ କହିବେ ତୁ ରୁକ୍, ସେତେବେଳେ କଟିକି ସ୍ନାନ ଲଟକିବାର ନାହିଁ। ସେ କହିଲେ ଆଜ୍ଞା କାହାକୁ କହିବେ ନାହିଁ। ମୁଁ କହିଲି ଠିକ ଅଛି ଆଜ୍ଞା, କାହାକୁ କହିବି ନା, ସମସ୍ତଙ୍କୁ କହିବି ହେଲା। ସେ କହିଲେ କାହାକୁ କହିବେ ନାହିଁ। ମୁଁ କାହାକୁ କହୁନାହିଁ, ମୁଁ ସମସ୍ତଙ୍କୁ କହୁଛି। ମୁଁ ତାକୁ ପଚାରିଲି କଣ ପାଇଁ ଆପଣ ଭଡା ଦଉନାହାନ୍ତି? ସେ କହିଲେ ଆଜ୍ଞା, ଖ୍ରୀଷ୍ଟିଆନ ମାନଙ୍କୁ ଘର ଭଡା ଦେଲେ ଆଜ୍ଞା, ସେମାନେ ଯୋଉ ଗିର୍ଜା ପ୍ରାର୍ଥନା କରିବେ, ଆମ ଦେବଦେବୀ ରହିପାରୁନାହାନ୍ତି। এইটা ବାସ୍ତବ କଥା, ସେଇଥିପାଇଁ ଆମେ ଦଉନୁ। ସେମାନେ କହୁଛନ୍ତି ଯଦି ସେମାନେ ଥିବେ ଆମେ ରହିପାରିବୁ ନାହିଁ, ସେଥିପାଇଁ ଦେଖ ଆମେ ପଳେଇବୁ, ତମ ବ୍ୟବସ୍ଥା ତମେ କର ବୋଲେ ସେଇଥିପାଇଁ ଆମେ ଦଉନୁ ଆଜ୍ଞା। ଏଠି ମାସେ ମାସେ ଘର ଭଡା ପଡି ରହିଛି, ଲୋକ ଆସୁନାହାନ୍ତି, ମିଳୁନାହାନ୍ତି। ଖ୍ରୀଷ୍ଟିଆନ ଗଲେ ନାଇଁ ବୋଲି କିଛି ଗୋଟେ ବାହାନା ଦେଖାଇଦେବେ, ନାଇଁ ଆମର ପୁଅ ଆସି ରହିବ, ଘର ରଙ୍ଗ ହେବାର ଅଛି, ପ୍ଲମ୍ବର କାମ ହେବାର ଅଛି, ୱାରିଂ ହେବାର ଅଛି, ଅସଲ କଥା କହିବେ ନାହିଁ। ଅସଲ କଥା ଏଇଟା ହଉଛି ବାସ୍ତବ କଥା। ଯଦି ମୋର କଥା ମିଛ, ଓଡିଶାର ସବୁ ଲୋକ ଖ୍ରୀଷ୍ଟିଆନ ଘର ଭଡା ଦେଇ ଦେଖନ୍ତୁ, ଦେଇକି ଦେଖନ୍ତୁ, दूध का दूध पानी का पानी ହେଇଯିବ। ଆମେ ଯଦି ଗୀତ ଗାଇ ଆରାଧନା କଲୁ, ଆରାଧନା ମେ ହେ ଚଙ୍ଗାଇ, ଆରାଧନା ମେ ହେଲା ତ ଛୁଟକାରା, ସତ ନା ନାଇଁ? ଆମେ ଯଦି ଷ୍ଟାର୍ଟ କରିଦେବୁ ୟେହୋବା ନିସି, ୟେହୋବା ନିସି, ୟେହୋବା ନିସି, ୟେହୋବା ନିସି, ଧନ୍ୟ ତେରା ନାମ, ଧନ୍ୟ ଧନ୍ୟ ଧନ୍ୟ। ପ୍ରଭୁ କହିଲେ ମତେ ଡାକୁଛନ୍ତି, ପ୍ରଭୁ ପଳେଇ ଆସିବେ। ଆସିଲା ପରେ କଣ ହବ? ଭୂମିକମ୍ପ ହେବ, ସେ ଘର ତଳମଳ ହେବ। ପାଉଲ ଶିଲା ବନ୍ଦୀ ଗୃହରେ ଆରାଧନା କଲେ କି ନାହିଁ? ଆଙ୍କୁ ଶିକୁଳି ବନ୍ଧା ହେଇଛି, କିନ୍ତୁ କାରାଗାର ଟଳମଳ ହଉଛି, ଭିତ୍ତିମୂଳ କମ୍ପିଯିବ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହାଣୀ କୁହେ ନାହିଁ, ମୁଁ ସତ କଥା କୁହେ, ଖାଲି ନା ଗାଁ କୁହେ ନାହିଁ। ସବୁ କୁହେ, ଖାଲି ନା ଗାଁ କୁହେ ନାହିଁ। ଆପଣ ଦେଖନ୍ତୁ ଜିସାଇ ତାର 6 ପର୍ବ ଦେଖିବେ, ତାର ପ୍ରଥମ ପଦରୁ ପଢି ପଢି ଯାଆନ୍ତୁ। ଜିସାଇ 6 ପର୍ବ ତାର ପ୍ରଥମ ପଦରୁ। ଉସିୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି। ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ। ସେ ପ୍ରତ୍ୟେକର 6 ପକ୍ଷ ଥିଲା। ପ୍ରତ୍ୟେକେ 2 ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, 2 ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ 2 ପକ୍ଷରେ ଉଡ଼ିଲେ।
ଆଉ ସେମାନେ ପରସ୍ପର ଡାକି କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଧର୍ମମୟ ଧର୍ମମୟ ଧର୍ମମୟ, ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ। ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ଗୃହ ଧୂମରେ ପରିପୂର୍ଣ୍ଣ ହେଲା। ତେବେ ମୁଁ କହିଲି, ହାୟ ହାୟ, ମୁଁ ନଷ୍ଟ ହେଲି, କାରଣ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଅଷ୍ଟାଦର ବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି। ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି। ଦେଖନ୍ତୁ ଏଠି ଯିଶା ଜଣେ ଭାବବାଦୀ। ସେ କୋଉଠି ଥିଲେ? ଉସିୟ ରାଜା ଘରେ ଥିଲେ। ଯେତେବେଳେ ଉସିୟ ରାଜା ଅଛନ୍ତି ଭାବୁଛନ୍ତି ରାଜା ମହାନ, ରାଜା ପାଇଁ ଫୁଟାଣି ମାରୁଛନ୍ତି, କୋଉଠି ଅଛ? କାରଣ ଇଏ ହଉଛନ୍ତି ରାଜକୀୟ ଭାବବାଦୀ ହେଲା। ବାକି ଭାବବାଦୀ ମାନେ କୁଆଡେ କରିଥିଲେ? ଇଏ ରାଜା ଦ୍ୱାରା ପ୍ରତିପାଳିତ ହଉଥିଲେ। ଉସିୟ ରାଜା ମରିଗଲେ। ଉସିୟ ରାଜା ନ ମରିବା ଯେ ଉପରେ ଅନେଇ ନାହାନ୍ତି। ବେଳେ ବେଳେ ରାଜା ମାନଙ୍କୁ ମରାନ୍ତି କାହିଁକି? ଆମର ଆଖି ଉପରକୁ ଯିବାକୁ, ଆମକୁ ସାହାଯ୍ୟ କରିଥିବା ଆମର ସ୍ପନ୍ସର, ଆମର ଡୋନର, ଆମର ହେଲ୍ପର, ଏମାନଙ୍କୁ ହଟେଇ ଦିଅନ୍ତି କାହିଁକି? ଉପରକୁ ଟିକେ ଦେଖରେ ବାବୁ, ତାର ଉପରେ ମଧ୍ୟ ମୁଁ ଅଛି। ତ ଉସିୟ ରାଜା ଚାଲିଗଲେ। ରାଜା ତ ମରିବାଟା ମରିବେ ଏକା, ରାଜା ମରିବେ, କିନ୍ତୁ ରାଜା ମାନଙ୍କ ରାଜା ମରିବେ ନାହିଁ, ସେ ମରିବେ ନାହିଁ। ତ ସେ କଣ କଲେ? ଉପରକୁ ଅନେଇକି ଦେଖିଲା ବେଳକୁ କଣ ହଉଛି ଦେଖନ୍ତୁ, ତାହାଙ୍କ ନିକଟରେ ସରାପ ଗଣ ଠିଆ ହେଲେ। ସେମାନଙ୍କ ପ୍ରତ୍ୟେକ ଜଣର 6 ପକ୍ଷ। ସରାପ ଗଣ ଆମକୁ ଆରାଧନା କେମିତି କରାଯାଏ ଶିଖାଉଛନ୍ତି। ପ୍ରଥମ କଥା ମୁଁ କହିଲି, ଉପାସନା ମାନେ କଣ? ଯୋଉ ପ୍ରିୟ ବସ୍ତୁ ପ୍ରଭୁଙ୍କୁ ଦେବା ହଉଛି ଉପାସନା। ଗିରିୟ ପ୍ରାଚୀର କେମିତି ସମଭୂମି ହେଲା? କଥା ମାନିବା ଦ୍ୱାରା, ଆଜ୍ଞାବହତା ଦ୍ୱାରା। ତୁରୀ ଶବ୍ଦ କଲେ, ଜୟ ଧ୍ୱନି କଲେ, ଇମ୍ପସିବଲ ବିଷୟ ମଧ୍ୟ ପସିବଲ ହେବ। ଆରାଧନା କରନ୍ତୁ। ଆମର ପାଟି ତ ସବୁ ବନ୍ଦ ହେଇଯାଇଛି, ଦାନ୍ତ ବତା ଧରିଲା ବେଳେ ଚୁପ୍ ହେଇକରି କଥା ବି ପାରୁନି। କଣ ମୋର ପ୍ରିୟ ଭାଇ ଭଉଣୀ ମାନେ, କେବେ ଆପଣଙ୍କ ମୁଖ ଖୋଲିବେ? ଆପଣ ମୁଖ ଖୋଲିକି ଜୟ ଧ୍ୱନି କରିବାକୁ ଆରମ୍ଭ କରନ୍ତୁ। ଆପଣଙ୍କ ଆଖ ପାଖରେ କୌଣସି ମନ୍ଦ ଶକ୍ତି କେ ରହିପାରିବନି, ପଳେଇ ବସେ। କାରଣ ଆପଣ ୱର୍ସିପ କରିବା ସହ ପ୍ରଭୁ ଆସିଯାଆନ୍ତି। ଆଉ ପ୍ରଭୁ ଆସିଲେ କିଏ ଥିବ ସେଠି? କେହି ରହିପାରିବନି। ତ ଏଇଠି କଣ? ଏଇ ସରାପ ଗଣ ଆମକୁ ଆରାଧନା କରିବା ଶିଖାନ୍ତି। କଣ କହୁଛନ୍ତି? ସେମାନଙ୍କ 6ଟା ପକ୍ଷ। 2 ପକ୍ଷରେ ଆପଣ ମୁଖକୁ ଆଚ୍ଛାଦନ କଲେ, 2 ପକ୍ଷରେ ଚରଣକୁ ଆଚ୍ଛାଦନ କଲେ, ଆଉ 2 ପକ୍ଷରେ ଉଡିଲେ। ଆଉ କଣ କହୁଛନ୍ତି? ସୈନ୍ୟାଧିପତି ସଦାପ୍ରଭୁ ଧର୍ମମୟ ଧର୍ମମୟ ଧର୍ମମୟ, ସମୁଦାୟ ପୃଥିବୀ ତାଙ୍କ ମହିମାରେ ପରିପୂର୍ଣ୍ଣ। ଆରାଧନା କେମିତି କରାଯାଏ? ଆରାଧନା ହଉଛି ନିଜକୁ ଲୁଚେଇବା, ନିଜକୁ ଦେଖାଇବା ଆରାଧନା ନୁହେଁ। ଆରାଧନା ମାନେ କଣ? ନିଜକୁ ଲୁଚେଇବା। ଦେଖନ୍ତୁ ଏଇ ଦିନ ମାନଙ୍କର ଷ୍ଟେଜରେ ଆମେ ଦେଖାଯାଉଛୁ। ଏ ଗୀତ ଗାଇବା ଲୋକ ଏମିତି ରେଡି ହେଇ ଆସିଥିବ, ବାପରେ। ମୁଁ ଦେଖିଛି ମେ ମାସରେ ସୁଟ ପିନ୍ଧିବାଟା, ଲୋକମାନେ ସୁଟ କୋଟ ପିନ୍ଧି ଆରାଧନା କରୁଥିବେ, ଚାଳ ପାଳ ବାହାରି କରି। କି ଅବସ୍ଥା ସେଠି ହଉଥିବ। ହେଲେ ବି କାଢିବେ ନାହିଁ, କାଢିବି ନାହିଁ, ମରିବି ପଛେ କାଢିବି ନାହିଁ ବୋଲା ଭଳିଆ। ପ୍ରିୟ ଭାଇ ଭଉଣୀ ମାନେ, ଗୋଟେ ମିଟିଂ ରେ ଯାଇଛୁ, ଏମିତି ଜଣେ ଭାଇ ସୁଟ ପିନ୍ଧି ୱାର୍ସିପ କଲେ, ଏକ୍ସାଇଟମେଣ୍ଟ ଜଣା ପଡିଲା ନାହିଁ। ତାପରେ ତ ଝାଳ ନାଳ ପୁରା ପେଟିକି ଗୋଟେ ଖଟରେ ନେଇ ଶୁଆଇଛନ୍ତି। କଣ ହେଲା ବୋଲା ନା, ତାଙ୍କୁ ଡିହାଇଡ୍ରେସନ ହେଇଗଲା, ଜଳୀୟ ଅଂଶ କମି ଯାଇଛି। ତାଙ୍କୁ ନେଇକି ପୁରା ଫେନ୍ ଫେନ୍ କରି ଘୋଡା ଘୋଡି କରି, ତାପରେ ମୁଁ କହିଲି ତାଙ୍କୁ ପଖାଳ ଭାତ ଦିଅ, ଓଆରଏସ୍ ପିଇବାକୁ ଦିଅ। ତାପରେ ମୁଁ କହିଲି, କଣ ରେ ବାବୁ ମେ ମାସରେ କୋଟ ପିନ୍ଧି ଆରାଧନା କରୁଛନ୍ତି? ଏଠି ଆମେ କଣ ଦେଖୁଛୁ? ଆରାଧନା କେମିତି କରାଯାଉଛି? 2ଟା ପକ୍ଷରେ ମୁଖକୁ ଆଚ୍ଛାଦନ, 2ଟା ପକ୍ଷରେ ପାଦକୁ ଆଚ୍ଛାଦନ, ଆଉ 2ଟା ପକ୍ଷରେ ଉଡୁଛନ୍ତି। ମାନେ କଣ? ସେମାନଙ୍କ ଚରଣ ମଧ୍ୟ ଆଚ୍ଛାଦନ କରୁଛନ୍ତି, ମୁଖ ମଧ୍ୟ ଆଚ୍ଛାଦନ କରୁଛନ୍ତି। ସେଇଟା ହଉଛି ଆରାଧନା। ଏବେ ଗୋଟେ ୱର୍ସିପ ରେ ଯାଇଥିଲେ, ଆଜିକାଲି ଗୋଟେ ୱର୍ସିପ ର ପାଲା ଗୁଡାକ ଦେଖିବେ, ଏଟା କହିଲେ ରାଗି ଯାଉଛନ୍ତି। ରାଗିଲେ ରାଗନ୍ତୁ, କଣ କରିବି ତ, କଣ କରିବି? ଗୋଟେ ଜାଗାରେ ଯାଇଥିଲି ୱର୍ସିପ କରିବା ପାଇଁ, ସେ ଝିଅ ମାନେ ପୁରା ୟୁନିଫର୍ମ। ଗୋଟେ ଦିନ ପାଟ ଶାଢୀ ସମ୍ବଲପୁରୀ ପାଟ, ଗୋଟେ ଦିନ ବମ୍କାଇ ପାଟ, ଗୋଟେ ଦିନ ଅମକାଇ ପାଟ, ଖାଲି ପାଟ ଉପରେ ପାଟ, ତାପରେ ନାଟ। ଏ ପିଲାମାନଙ୍କର ଗୋଟେ ଦିନ ବ୍ଲାକ କଲର ଜିନ୍, ଆଉ ଗୋଟେ ଦିନ ହ୍ୱାଇଟ କଲର ଜିନ୍, ସେ ବେଲ୍ଟ ବି ସମାନ କଲର, ସେମାନଙ୍କ ଘଡି ବି ସମାନ କଲର, ରୁମାଲ ମଧ୍ୟ ସମାନ କଲର, ଟାଇ ବି ସମାନ। ମୁଁ ଦେଖିଲି ଏମାନଙ୍କୁ, ଦେଖିକରି ଭାବିଲି ଏ ବର୍ଣ୍ଣବୋଧ ମାନେ କେମିତି ହଉଛନ୍ତି? କଣ
प्रिय माने आपण भल गीत गाई पारिबे, ड्रेस अप होइके आपण स्टेज शो गोटे करि पारिबे, किंतु वर्शिप हेबो नै सेंती। वर्शिप सेंती हुए नै। आजिकली देखुची मु गुडे जगह रे हमर भौणी माने माने जदि 3 दिन मीटिंग थिबो 6 ओली रे 6 प्रकार ड्रेस, दिने पिंक, दिने ग्रीन, दिने येलो, दिने रेड, पूरा मेघधनु भलिया कलर 7टा रंग रे थिबे से। मुंडर पाद जाए पूरा टिपटप हेकिथिबे, मुंड भी कलर हेकिथिबो, नख भी कलर हेकिथिबो, पादर नख। एटा आराधना ना को शो करबा मु बुझी पारुनी। प्रिय माने मु कहिबा पे जदि हमें चाहूचु प्रभु कर प्रेजेंस आसु, निज को लुचाइबार अछि, निज को भांगीबार अछि, निज को न्यून करबा अछि, जदि प्रभु कल गाइले हेबो नै तू बढ़ता जा, तू बढ़ता जा, कहां बढ़ता जा, तू बढ़ता जा। प्रभु कहे मुई कोडी बढ़ुची, तू आका बढ़ुची। मोर प्रिय भाई भौणी माने मु कहिबा पई चाहे जदि चाहूचंती आपनकर चर्च रे ट्रू वर्शिप हो, प्रभु गौरव पांतु, निज को लुचेइबा, निज को भग्न करिबा, निज को परिष्कार करिबा, निज को देखाइबाटा आराधना बोली कहा जाय नै। आराधना माने कोन, जो प्रिय वस्तु प्रभु को देबा। आराधना माने कोन, डिफिकल्ट सिचुएशन रे भी सामना करिबा, ठिया हेबा, जय ध्वनि करिबा, ताको आराधना बोली कहा। प्राचीर भांगिबो, दुनिया रे एमती प्राचीर तयारी ही नै जो प्राचीर प्रभु को लोक अटकाई पारिबो। मोर प्रिय भाई बहन, पृथ्वी रे एमती प्राचीर तयारी ही नै जो प्राचीर प्रभु को लोक मान को आगो को बढ़िबा। हमें आराधना सेंती करूनो, हमर आराधना जदि सेंती थिबो, जीरियो प्राचीर नै तार बापा बलिया प्राचीर मध्ये सदा प्रभु सरकार बनाती, सरकार बिगड़ाती, से सबु करि पारंती। श्वास बाई देवा लोक सीए, पावर देवा लोक सीए, पावर सीए देइचंती, पावर पळाइले को जनरेटर भी काम दबन। प्रिय भाई बहन मन रखि तातु, जो दिन प्रभु पावर कट करिवे सेई दिन ए जनरेटर पूरा काम दबने मन। पावर बिलोंग्स टू गॉड, पावर प्रभु करो, एटा नेता माने बुझंतु, समस्त बुझिबा। प्रिय भाई बहन माने आराधना माने कोन, निज को लुचाइबा, जो देखाइबा आराधना नुई, निज को शो करिबा आराधना नुई। आ आजिकल एमती हे गलानी, हमर कोयल ग्रुप गुडा करे, दुखर सहित कहूची, कोयल ग्रुप गुडा करे हमर गरीब श्रेणी लोक भाग नहीं पारिबे नै, हमर गरीब पुओ जे माने भाग नहीं पारिबे नै। माने 5टा जीन पैंट कोठु किनबे, बूट 4टा कोठु किनबे, एते दामिका साड़ी कोठु किनबे, कोठु किनबे, एते आर्टिफिशियल हे गलानी। हमर वर्शिप कोन अटे प्रिय भाई बहन, मु कहा को अपमान करिबा पई कहू नै, हाथ जोड़ी क्षमा मागिबा पई चाहे, मु कहारी को अपमान करिबा पई कहू नै, कहा को लज्जा देबा पई कहू नै। मु कहिबा पई चाहे जदि हमें चाहूचु वास्तव रे प्रभु कर प्रेजेंस आसु, आसुन जो को भांगीबा और अदरकार विषयडा काढी देबा। देखो त हमर चर्च खाली नॉइस अछि, वॉइस कोडी अछि, कोडी प्रभु कर स्वर अछि, खाली शब्द आगा अछि। आराधना माने कौन, ताम आज कहूची आपन। अब्राहम हमको सिखाउछंती, गिरियो प्राचीर भी भांगुची, जेसाय निज को देखुछंती मु किछि नुई। आ लेखा दछि कोन मु कहउतली, जते सेमान सरापगण कहउछंती, परस्पर को डाकी कहउछ, परस्पर डाकी कहबाटा माने कोन, गोटिए स्वर रे कहबाटा। आपण देखिबे वर्शिप करबा समय रे से मेन लोकर माइका को बाजुतिबो, मेन लोक को पार्टी करुथिबो, बाकी लोकर सब माइक्रोफोन डाउन कर देथि। ये माने गला फाड़ी फाड़ी गाउथिबे, किंतु ए मान कर किछि नथिबो। देखिबे खाली एंती कहते मोटा बड़ा मोटा बड़ा मोटा बड़ा, से तो कहते कमा बोली करे। आपण देखिबे गड़बड़ काई हुए, से कीबोर्ड वाला कोए मोर साउंड सुबार अछि, से ड्रम वाला कहबो मोटा सुबार अछि, से गिटार वाला कहबो मोटा सुबिबार अछि, से तबला कहबो मोटा सुबार अछि, से हांडी कहबो मोटा सुबार अछि, थाली कहबो मोटा सुबार अछि। जदि समस्त सुबिबो कोन हबो, गोटे विकृत रूप आसीबो नै। मोर दबिबार अछि, प्रभु उठिबार अछि, प्रभु को नाम गौरव हबार अछि।
मु चाहे गोटे दिन आसु मोर प्रिय भाई बहन माने सेमती आराधना करबा सेमती आराधना थरे गोटे चर्च रे जाइथिली वर्शिप सरला परे जने झियो आसी कहूची अंकल आज वर्शिप केमती लागिला मु कहली तू कोन वर्शिप करथिलु मो माइक धरथिली ना मु कहली तोर माइक रे शब्द आसु नथिला से पूरा भाव विभल हो जाइछि धरिक गला पानी पानी गाउछि सुबुछि जनकर ये चोपा खाली देउछि खाली मु कहली जाइके चेक करे सबुर डाउन अछि केवल तांकर का आप अछि प्रिय भाई मन जो दिन एटा हमर कमिबो ट्रू वर्शिप आरंभ हो देखो तो आपण जतकी आंठेबे जतकी नम्र हेबे सेतकी प्रभु आपण को उठेबे एटा प्रभुकर पॉलिसी एटा तो जते बेले ए स्वरापगण कहउचंती सन्याधिपति सदा प्रभु धर्ममय 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 समुदाय पृथ्वी ताको महिमारे परिपूर्ण सेते बेले घोषणाकार रोबरे द्वार सम्मुखस्थ स्थान रो मूल द्वार कंपित हैला और गृह धूमरे परिपूर्ण हैला आमे वर्शिप कले कोन होय प्रिय भाई मन माने प्रभुंकर प्रेजेंस आसी जाय सेठी सेइत पे लोक माने डरते सेंती वर्शिप काई से आराधना काई प्रभु आज आमान को सुजोग देइछथि जानिबा देखंतु पाउलो सिलांकर आराधना देखिबे आपण मस्त खोलंतु दया करी प्रेरित 16 पर्व तार 22 पदरु 26 पद पर्यंत एथिरे लोक समूह मध्य सेमानंक विरुद्धरे उठिले पुणी विचारकर्ता माने सेमानंकर वस्त्र काढ़ी पकाई सेमानंकु बेत्राघात करिबा पाई आज्ञा देले सेमानंकु बहुत प्रहार कराइला उतारे कारागार रे निक्षेप करी सेमानंकु सावधान रे रक्षा करिबा निमंते कारा रक्षकंकु दृढ़ आज्ञा देले से एही प्रकार दृढ़ आज्ञा प्राप्त होई सेमानंकु भीतर कारागार रे निक्षेप करी सेमानंक पादरे हरिकाठ लगाई देले किंतु प्राय मध्य रात्र रे पाउलो और सिला ईश्वरंक निकटरे प्रार्थना और स्तवगान करुथिले आउ बंदी माने शुणुथिले सेतेबेले हठात एपरि महाभूमिकंप हैला जे कारागारर भित्तिमूल कंपिबाकु लागिला आउ तत्क्षणात समस्त द्वार मेला होई गला पुनी प्रत्येक जनर बंधन फिटी गला बस बस ठीक अछि एटा में देखुछु पाउलो सिलांक धरिले ए जो लोक मान को किछि क्षति करि नांती एई लोक माने सेमान को विरुद्ध रे आसुचंती विचारकर्ता माने सेमान को वस्त्र काढ़ी पकाइले सेमान को बेस्त्राघात करैले सेमान को बहुत प्रहार करैले आ कारागार रे पकाई देले आ सेटा मते कोन हाथ गोड़ छंदी देई करी गोड़टा काठर से जंजीर रे छंदी देइछंती लेखा जाउची किंतु प्राय मध्यरात्र रे पाउलो और सिला ईश्वर निकट प्रार्थना और स्तवगान करुथिले एटा को कुआ जाय वर्शिप बोली माने बंधन ताड़ना प्रहार समस्या रे मध्य आमर मुखरु जो बाहरे सेटा स्तवगान सेटा होची आराधना आ सिखिबा दरकार मोर प्रिय भाई बहन माने आसु हमें सिखु आगामी समय रे सेही परि आराधना करिबा पई ताड़ना आसीबो बंदी गृह को जीवु आमन को प्रहारित करा जीवो आमन को छिन्न छत्र होबु सेठी आराधना करिबा सेटा को कुआ जाय आराधना आराधना एबे जस रही हमर ताली तो भल करी मिसु नाही आराधना हाथ मिसु न तुमंतिया करतु प्रभु का धन्यवाद करूंगा हाथ नहीं मिसूंगा पर हाथ भी मिसु नहीं खाली प्रभु की आराधना करूंगा कौन आराधना प्रिय माने हमर हाथ भी मिसु नहीं आराधना कौन करूछु हमें मापन मान कहिबा पाई चाहे वर्स्ट सिचुएशन रे डिफिकल्ट टाइम रे आमान को आराधना करबा पाई पड़िबो बाइबल से सिखाउची बंदी गृह रे पाउलो सिला स्तवगान करूछन देखा जाउची सेते बेले हठात एपरि महाभूमिकंप हैला जे कारागारर भित्तिमूल कंपिबा को लागिला प्रिय माने हम ट्रू वर्शिप करू हमर भित्तिमूल एरिया रो कंपिबा कार आपण जोठी अछंती ओलिवो से जगह एर्थक्वेक हे जिवो काहे कि बाइबल आप देखिए जो जो जगह एर्थक्वेक हेची से जगह दे प्रभु जाइछन प्रभुकर प्रेजेंस जुआड़े जुआड़े जाइछि बाइबल आ गोटे से देखिबे यदि एर्थक्वेक एबा जगह गुडा देखिबे कोठी प्रभुकर प्रेजेंस जिबा जगह गुडा थि
ଏଇଠି ଆମେ ଦେଖୁଛୁ ପ୍ରଭୁ ଆରାଧନା କରିବା ସମୟରେ ପ୍ରଭୁଙ୍କର ଉପସ୍ଥିତି କାହିଁକି ଆମର ପରମେଶ୍ୱର ଆରାଧନାରେ ବାସ କରିବା ପରମେଶ୍ୱର ସେ କୋଉଠି ବାସ କରନ୍ତି ପ୍ରଶଂସାରେ ଆମେ ଗାଇବା ସମୟରେ ଗାଉଛୁ ପ୍ରଶଂସାରେ ବାସ ତୁମର ମୋର ପ୍ରାଣ ଧନ ମୋର ଏ ମୋର ପ୍ରାଣ ଧନ ତୁମେ କୋଉଠି ବାସ କରିବ ତୁମେ ଆରାଧନାରେ ବାସ କରିବା ପରମେଶ୍ୱର ଆପଣଙ୍କ ବାର୍ଦ୍ଧକ୍ୟ ଅବସ୍ଥା ଆପଣଙ୍କ ରୋଗ ଆପଣଙ୍କ କଷ୍ଟ ଆପଣଙ୍କ ପେନ୍ ଆପଣଙ୍କ ପ୍ରଶଂସାକୁ କମ ନ କରୁ ମୋର ପ୍ରିୟ ବୃଦ୍ଧ ପିତାମାତା ମାନେ ମୁଁ କହିବା ପାଇଁ ଚାହେଁ ଟାଇମ ଆସିବ ଆପଣଙ୍କ ପ୍ରିୟଜନ ମାନେ ମଧ୍ୟ ଆପଣଙ୍କୁ ରିଜେକ୍ଟ କରିବାକୁ ଆରମ୍ଭ କରିବେ ଇଗ୍ନୋର କରିବାକୁ ଆରମ୍ଭ କରିବେ ସେଇଥିପାଇଁ ବାଇବଲର ପରମେଶ୍ୱର କଣ ବୋଲି କହିଛନ୍ତି ତୁମର ପକ୍ୱ କେଶରେ ମଧ୍ୟ ଆମ୍ଭେ ସେଇ ଅଟୁ ଯେ ମାତାର ଉଦରରୁ ତୁମକୁ ବାହାର କରି ଆଣିଛନ୍ତି ସେ ତୁମର ପକ୍ୱ କେଶ ପର୍ଯ୍ୟନ୍ତ ସାଙ୍ଗରେ ରହିବ ଏତେ ବଡ ପ୍ରମିସ ପ୍ରଭୁ ହିଁ ଦେଇପାରନ୍ତି ଆଉ କେହି ନୁହେଁ ମୋର ପ୍ରିୟ ଭାଇ ବନ୍ଧୁ ଟାଇମ ଆସିବ ଆପଣ ସମସ୍ତଙ୍କ ଦ୍ଵାରା ଉପେକ୍ଷିତ ହେବେ ସମସ୍ତେ ଆପଣଙ୍କୁ ଇଗ୍ନୋର କରିବେ ଏଇଠି ପାଉଲ ଶିଲା ବନ୍ଦୀ ଗୃହରେ ଅଛନ୍ତି ଆରାଧନା ଏବେ ମଝିରେ ଗୋଟେ ଘଟଣା ମୁଁ ଶୁଣିଲି ମୋର ହୃଦୟ ଭାଙ୍ଗିଗଲା ଗୋଟେ ବୃଦ୍ଧ ମାଙ୍କର ଦେହ ଖରାପ ହେଲା ତାଙ୍କର ପୁଅ ତାଙ୍କୁ ମେଡିକାଲରେ ନେଇ ଜଏନ କଲା ପରେ ଡକ୍ଟରକୁ ପଚାରିଲେ ମୋର ମାମା ବଞ୍ଚିବାର ଚାନ୍ସେସ୍ କଣ ଡକ୍ଟର କହିଲେ ନାଇଁ ସେ 5-6 ଦିନରେ ଚାଲିଯିବେ ଏ ପୁଅ କଣ କରିଛି ମାର ଏଟିଏମ ପାସବୁକ୍ ତାଙ୍କର ଚେକ୍ ବୁକ୍ ସବୁ ଧରି ପଳେଇଛି ଏ ବୁଢୀ ଭଲ ହେଇ ପଳେଇ ଆସିଲେ ଘରକୁ ଆସିଲା ପରେ ପଇସା ଦରକାର ପଡିଲା ସେ ଖୋଜୁଛନ୍ତି ଏଟିଏମ କାର୍ଡ ପାସବୁକ୍ ଚେକ୍ ବୁକ୍ ମିଳୁନାହିଁ ପରେ ପୁଅକୁ ପଚାରିଲେ ବାବୁରେ ମୋର ପାସବୁକ୍ ଦେଖାଯାଉ ନାହିଁ ମୋର ଚେକ୍ ବୁକ୍ ଦେଖାଯାଉ ନାହିଁ ମୋର ଏଟିଏମ ବି ଦେଖାଯାଉନି ବାପା ପୁଅ କଣ ଦଉଛି ମାମା ମୁଁ କଣ ଜାଣିଥିଲି ତୁ ବଞ୍ଚିବୁ ବୋଲି ଡକ୍ଟର ପୁରା କହିଥିଲେ ତୁ ଚାଲିଯିବୁ ବୋଲି ମାନେ ଭାବି ଦେଖନ୍ତୁ ଇଭେନ ଆମର ପୁଅ ଝିଅ ମାନେ ବି ଚାହୁଁନାହାନ୍ତି ଆମେ ବଞ୍ଚିବୁ ବୋଲି ମନେ ରଖିଥାନ୍ତୁ ଘରେ ଯୋଉ ବୟସ୍କ ବାର୍ଦ୍ଧକ୍ୟରେ ଥିବା ବାପା ମା ଅଛନ୍ତି ଏଟା ସେମାନଙ୍କ ପାଇଁ ବ୍ଲେସିଂ ଏଟା ସେମାନେ ଜାଣିନାହାନ୍ତି our elderly parents are blessing for us ଆମର ପାଇଁ ଆଶୀର୍ବାଦ ଅଟନ୍ତି ମୋର ପ୍ରିୟ ଭାଇ ଭଉଣୀ ମାନେ ବାପା ମା ନଥିବା ଘରର ଅବସ୍ଥା କଣ ଆପଣ ମୋ ଘରେ ଆସନ୍ତୁ ଦେଖିବେ ଆପଣ ମୋ ଘରକୁ ଆସନ୍ତୁ ମୋର ବାପା ନାହିଁ କି ମା ନାହିଁ ଘର ଥିଲେ କଣ ଆପଣଙ୍କର କାର ଆପଣଙ୍କ ଟିଭି ଆପଣଙ୍କ ଏସି ଆପଣଙ୍କ ଫ୍ରିଜ ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଆପଣଙ୍କ ପ୍ରପର୍ଟି କାମରେ ଆସିବ ନାହିଁ ଏମାନେ ସବୁଠାରୁ ମୂଲ୍ୟବାନ ଜିନିଷ ଅଟନ୍ତି ତେଣୁ ବଞ୍ଚିଥିବା ସମୟରେ ଯତ୍ନ ନିଅନ୍ତୁ ହ୍ୟାଣ୍ଡେଲ ୱିଥ କେୟାର ଗ୍ଲାସ ଲେଖାଯାଏ ନା ହ୍ୟାଣ୍ଡେଲ ୱିଥ କେୟାର ସେମିତି ଏମାନଙ୍କୁ ହ୍ୟାଣ୍ଡେଲ ୱିଥ କେୟାର ଦେ ଆର ଦ ବ୍ଲେସିଂ ଫର ଅସ୍ ଏଇଟା ଆମର ପିଲାମାନେ ଜାଣିନାହାନ୍ତି କି କୋଉ ବି ନାହାନ୍ତି ଯୋଉ ପୁଅ ଝିଅ ମାନେ ବାପା ମାର ଯତ୍ନ ନେଉନାହାନ୍ତି ସେ ପୁଅ ଝିଅ ଘରେ ଯାଇ ଆମେ ପାଳକ ପ୍ରଚାରକ ବିରିୟାନୀ ଖାଇ ଆସିଲେ କଣ ହବ କଫି ପିଇବୁ ବିରିୟାନୀ ଖାଇବୁ ଆଉ ତାଙ୍କର ଇନଭଲଭ ଧରି ଆସିଲେ ଏମାନେ କେବେ ବଦଳିବେ ଇନଭଲଭ ତାଙ୍କର ମୁହଁରେ ଫୋପାଡ଼ିକି ଆସନ୍ତି କୁହନ୍ତୁ ଏ ପଇସା ରଖିଥା ତୋର କାମରେ ଆସିବ ଯେତେବେଳେ ତୋର ବାପା ମା ଚାଲିଯିବେ ପ୍ରିୟ ଭାଇ ଭଉଣୀ ମାନେ ଆମେ ଯୋଉ ମାନରେ ମାପିକି ଦେଇଛୁ ସେ ମାନ ଆମକୁ ଦିଆଯିବ ଯାହା ବୁଣିଛୁ ତାହା ପାଇବୁ ଆମେ ଆପଣ କହିବା ପାଇଁ ଚାହିଁ କେହି ପଚାରନ୍ତୁ କି ନ ପଚାରନ୍ତୁ ଆପଣ ୱର୍ସିପ କରିବା ବନ୍ଦ କରନ୍ତୁ ନାହିଁ ଆପଣଙ୍କ ୱର୍ସିପ କୁ କୌଣସି ପରିସ୍ଥିତି ବନ୍ଦ ନ କରୁ ଯେତେବେଳେ ଅବ୍ରାହମକୁ ପ୍ରଭୁକୁ ଅବ୍ରାହମ ତୋର ପୁତ୍ରକୁ ଆଣି ବଳି ଦେଇଦେ ସେ କହିଲେ ୟେସ୍ ଲର୍ଡ ଆପଣ ମୋର ମାନେ ପ୍ରିୟ ଭାଇ ଭଉଣୀ ମାନେ ଅବ୍ରାହମ ତ୍ୟାଗ କରିବା ପାଇଁ ଶିଖିଛନ୍ତି ଦିନେ ତାଙ୍କର ଦେଶ ତ୍ୟାଗ କଲେ ତାଙ୍କର ବନ୍ଧୁ ଜ୍ଞାତି ତ୍ୟାଗ କଲେ ଟାଇମ ଆସିଲା ପ୍ରପର୍ଟି ଛାଡିବାକୁ ପଡୁଛି ଲୋଟ ସବୁ ଭଲ ଭଲ ଜାଗା ନେଇଗଲେ ଲେଖାଯାଉଛି ଲୋଟ ଚାରିଆଡେ ଅନେଇଲେ କିନ୍ତୁ ଅବ୍ରାହମ ଉପରକୁ ଅନେଇଲେ ମୋର ପ୍ରିୟ ମାନେ ଚାରିଆଡେ ଅନେଇବା ଲୋକର ଅଭାବ ହେବ କିନ୍ତୁ ଉପରେ ଅନେଇବା ଲୋକର ଅଭାବ କେବେ ହେବନି ଆମମାନଙ୍କ ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସିଥାଏ এটা ଶିଖିବା ଦରକାର ଆପଣ ଚାରିଆଡେ ଅନାନ୍ତୁ ନାହିଁ ମୋର ଭାଇ ଭଉଣୀ ମାନେ ଉପରକୁ ଅନାନ୍ତୁ ସେଇଠୁ ହିଲିଂ ଆସେ ସେଇଠୁ ଆପଣଙ୍କର ସାହାଯ୍ୟ ଆସେ ସେଇଠୁ ସାନ୍ତ୍ୱନା ଆସେ ସେଇଠୁ ସୁରକ୍ଷା ଆସେ ଆପଣଙ୍କର ପ୍ରଭୁ ସବୁ କରିପାରନ୍ତି ହି ଇଜ ଏବୁଲ ଟୁ ଡୁ ଏଭ୍ରିଥିଂ ସେ କରିବେ ଆପଣ ପ୍ରଶଂସା ଆପଣ ସ୍ତବ ଗାନ ଆପଣ ଜୟ ଗାନ କରନ୍ତୁ ଆପଣଙ୍କ ପ୍ରଶଂସା ଆପଣଙ୍କ କଷ୍ଟ ଅଟକାଇ ନ ଦଉ ଆପଣଙ୍କ ପ୍ରଶଂସାକୁ ନ ଅଟକାଉ ମୁଁ ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ କହୁଛି ହୃଦୟରେ ପ୍ରଭୁ ମୋର ଯାହା ରଖିଛନ୍ତି
ମୁଁ ବିଶ୍ୱାସ କରେ ଆଜିଠାରୁ ଆପଣଙ୍କର ପ୍ରେୟାର ଲାଇଫ ଆପଣଙ୍କ ପ୍ରେଜିଂ ଲାଇଫରେ ଚେଞ୍ଜେସ୍ ଆସିବ। ଆପଣ ପ୍ରାର୍ଥନା କରିବା ସହ ମନେ ରଖନ୍ତୁ ଆପଣ ଜଣେ ମହାନ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଆଉ ପ୍ରଶଂସା କରିବା ସହ ମନେ ରଖନ୍ତୁ ସ୍ୱର୍ଗ ପୃଥିବୀର ସବୁଠାରୁ ଶ୍ରେଷ୍ଠ ମହାମହିମ ମହାନ ପରମେଶ୍ୱର ତାଙ୍କୁ ଆପଣ ଆରାଧନା କରୁଛନ୍ତି। ଆରାଧନା କରୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ ପୁରାତନ ନିୟମରେ ଦେଖିବେ ଲୋକମାନେ ଆରାଧନା କେମିତି କରୁଥିଲେ? ସେମାନେ ଷଷ୍ଠାଙ୍ଗ ପଡିକି ତାଙ୍କର ମୁହଁରେ ପୁରା ମୁହଁ ମାରି ପଡିକି ସେମାନେ କଣ କରୁଥିଲେ? ସେଇଟା ଆରାଧନା। ଆପଣ ବି ବେଳେ ବେଳେ ଚେଷ୍ଟା କରନ୍ତୁ ଆପଣଙ୍କ ଘରେ କବାଟ ବନ୍ଦ କରି ପ୍ରାର୍ଥନା କରିବା ସମୟରେ ପ୍ରଭୁଙ୍କର ସମ୍ମୁଖରେ ଅଧିଆ ହେଇ ପଡିଯାଆନ୍ତୁ, ଆଣ୍ଠୁରେ ଆସି ଯାଆନ୍ତୁ ଆଉ କୁହନ୍ତୁ ଲର୍ଡ ଆପଣ ମୋ ପାଇଁ। ସେ ଆପଣଙ୍କୁ ଛାଡିବେ ନାହିଁ। ଛାଡି ପାରନ୍ତି ପିତା ଓ ମାତା ନିଜର, ଛାଡି ପାରନ୍ତି ଭଗ୍ନୀ ବା ସହୋଦର, ଛାଡି ପାରନ୍ତି ଆତ୍ମୀୟ ସ୍ୱଜନ, ମୋର ପ୍ରଭୁ ଆପଣଙ୍କୁ ଛାଡିବେ ନାହିଁ। ସେ ପ୍ରମିସ keeping God or God is promise keeping God। ସେ ପ୍ରତିଜ୍ଞା ରକ୍ଷାକାରୀ ପରମେଶ୍ୱର ଅଟନ୍ତି। ପ୍ରତିଜ୍ଞା ରକ୍ଷାକାରୀ। ଆପଣ କାଲିକି ବି ଆସନ୍ତୁ, ପରଦିନ ବି ଜଏନ କରନ୍ତୁ। ଏଇ 3 ଦିନ ଆମର ୱର୍ସିପ ଲାଇଫ କୁ ଚେଞ୍ଜ କରିବା ଦରକାର। ଏ ସୁପରଫିସିଆଲ ୱର୍ସିପ ଚେଞ୍ଜ ହେବା ଦରକାର। ଏ ଉପର ଠାଉରି ଆରାଧନା ଚେଞ୍ଜ ହେବା ଦରକାର। ଓ ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ଆଜି ଆମକୁ ସୁଯୋଗ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟକୁ ଆସିବା ପାଇଁ। ପାଉଲ ଶିଲା ବନ୍ଦୀ ଗୃହରେ ଅଛନ୍ତି, ପ୍ରହାର କରାଯାଇଛନ୍ତି, ଅପମାନ କରାଯାଇଛନ୍ତି, ନିନ୍ଦିତ ହେଇଛନ୍ତି, ତାଡ଼ିତ ହେଇଛନ୍ତି ଆଉ ସେମାନଙ୍କୁ ଶିଙ୍କୁଳି ବାନ୍ଧି ଚୋର ଭଳିଆ ଫୋପାଡ଼ି ଦେଇଛନ୍ତି। ସେଇଠି ସେମାନେ ଆରାଧନା କରୁଛନ୍ତି ଆଉ ପ୍ରଭୁ ସେଇଠି ଆସୁଛନ୍ତି। ପ୍ରଭୁଙ୍କର ଆମର ଏଇଟାକୁ କୁହାଯାଏ ଆରାଧନା। ଆରାଧନା ମାନେ କଣ? ନିଜକୁ ଲୁଚାଇବାଟା ହଉଛି ଆରାଧନା। ମୋର ପ୍ରିୟ ଭାଇ ଭଉଣୀ ମାନେ ଆମେ ୱର୍ସିପ କଲେ ପ୍ରଭୁ ଅସାମାନ୍ୟ ଶକ୍ତିର କାର୍ଯ୍ୟ କରନ୍ତି। ଅସାମାନ୍ୟ ଶକ୍ତିର କାର୍ଯ୍ୟ କରନ୍ତି। ଅସାମାନ୍ୟ ଶକ୍ତିର କାର୍ଯ୍ୟ। ଆପଣ କେବେ ଭାବିଛନ୍ତି ସିଂହ ଗର୍ତ୍ତରେ ପ୍ରଭୁ ଦୂତ ପଠେଇବେ? ହଁ, ଯେମାନେ ଗର୍ତ୍ତ ବାହାରେ ପ୍ରଭୁଙ୍କ ଆରାଧନା କରନ୍ତି ସିଂହ ଗର୍ତ୍ତରେ ପ୍ରଭୁ ଦୂତ ପଠାନ୍ତି। ଆଣ୍ଠୁକୁ ମଜବୁତ କରନ୍ତୁ, ଆଣ୍ଠୁକୁ ମଜବୁତ କରନ୍ତୁ। ଯଦି ଆପଣ ଆଣ୍ଠୁକୁ ମଜବୁତ କରିବେ ଆପଣ ଯେକୌଣସି ପରିସ୍ଥିତିରେ ଠିଆ ହେଇପାରିବେ। ମୋର ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ ଡୋଣ୍ଟ ୱେଷ୍ଟ ୟୁର ଟିୟର୍ସ। ଆପଣଙ୍କ ଅଶ୍ରୁକୁ ନଷ୍ଟ କରନ୍ତୁ ନାହିଁ। ୟୁଜ ଇଟ୍ ପ୍ରପରଲି। ଆପଣ ପ୍ରପରଲି ୟୁଜ କରନ୍ତୁ ଆପଣଙ୍କ ଟିୟର୍ସକୁ। ଆପଣଙ୍କ ଅଶ୍ରୁରେ ଶକ୍ତି ଅଛି, ଅଶ୍ରୁର ଭାଷା ଅଛି ଆଉ ସେ ଭାଷା ପ୍ରଭୁ ଶୁଣନ୍ତି, ପ୍ରଭୁ ଜାଣନ୍ତି। ଅନେକ ସ୍ଥାନରେ ଆପଣ କହିପାରିବେ ନାହିଁ, ଆପଣ ମୁଖରୁ କୌଣସି ଶବ୍ଦ ବାହାରି ନପାରେ, କିନ୍ତୁ ସେଇ ସମୟରେ ପରମେଶ୍ୱର ଆପଣଙ୍କ ଜୀବନରେ ଗୋଟେ ମହତ୍ କାର୍ଯ୍ୟ କରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଚାହେଁ ବନ୍ଧନ ଛିଣ୍ଡିବ, ଆରାଧନାରେ ବନ୍ଧନ ଛିଣ୍ଡିବ, ପ୍ରାଚୀର ଭାଙ୍ଗିବ, ଆରାଧନାରେ ଭାଙ୍ଗିବ, ଅସାମାନ୍ୟ ଶକ୍ତିର କାର୍ଯ୍ୟ ହବ ଆରାଧନାରେ। ଆପଣ ମସ୍ତ ଖୋଲନ୍ତୁ ୱର୍ସିପ ମାନେ କଣ ମୁଁ କହିବା ପାଇଁ ଚାହେଁ। ପ୍ରଥମ ସାମୁଏଲ ପ୍ରଥମ ଅଧ୍ୟାୟ 3 ପଦ। 1 Samuel chapter 1 verse 3। Yes Lord। ପ୍ରଥମ ସାମୁଏଲ ପ୍ରଥମ ଅଧ୍ୟାୟ 3 ପଦ। ହଁ, ସେହି ବ୍ୟକ୍ତି ବର୍ଷକୁ ବର୍ଷ ସୈନ୍ୟାଧିପତି ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବା ନିମନ୍ତେ ଆପଣା ନଗରରୁ ସିଲୋକୁ ଯାଉଥାଏ। ସେହି ସ୍ଥାନରେ ଏଲିଙ୍କର 2 ପୁତ୍ର ହଫ୍ନି ଓ ପିନ୍ହସ୍ ସଦାପ୍ରଭୁଙ୍କ ଯାଜକ ଥିଲେ। ଏଠି ଆମେ ଦେଖୁଛୁ ଯେ ଇଲଖାନା ହାନ୍ନାଙ୍କ ସହିତ ଆରାଧନା କରିବା ପାଇଁ ପ୍ରତିବର୍ଷ ଯାଉଥିଲେ। ପ୍ରିୟ ଭାଇ ଭଉଣୀ ମାନେ ଇଲଖାନା ଯିବା ଠିକ ଅଛି, କିନ୍ତୁ ହାନ୍ୟା ବନ୍ଧ୍ୟା ଅବସ୍ଥାରେ ଅଛନ୍ତି, ସନ୍ତାନ ନାହିଁ, ଅପମାନ ଅବସ୍ଥାରେ ଅଛନ୍ତି, ସେ ଭାଙ୍ଗି ଯାଇଛନ୍ତି ଆଉ ସେମିତି ଅବସ୍ଥାରେ ସେ ସ୍ତବ ଗାନ କରିବା ପାଇଁ ଯାଉଛନ୍ତି, ସେ ଆରାଧନା କରିବା ପାଇଁ ଯାଉଛନ୍ତି। ମୁଁ କହିବା ପାଇଁ ଚାହେଁ ଆପଣ ରିକ୍ତ ହସ୍ତରେ ପ୍ରଭୁଙ୍କ ପାଖକୁ ଯାଆନ୍ତୁ, ପ୍ରଭୁ ଆପଣଙ୍କୁ ଖାଲି ହାତରେ ଫେରାଇବେନି, ଖାଲି ହାତରେ ଫେରାଇବେନି। ହାନ୍ନା ଜାଣିଛନ୍ତି ମୋର ସମସ୍ୟା ସମାଧାନ ମୋର ପ୍ରଭୁଙ୍କ ପାଖରେ ଅଛି, ମୋର ସ୍ୱାମୀ ପାଖରେ ନାହିଁ। ମୋର ସ୍ୱାମୀ ମତେ ସନ୍ତାନ ଦେଇପାରିବେ ନାହିଁ, ଯାଜକ ମତେ ଦେଇପାରିବ ନାହିଁ। ଯାଜକ କହୁଛନ୍ତି ତୁମେ କାହିଁକି ମଦୁଆଣୀ ଭଳିଆ କାନ୍ଦୁଛ, କଣ ପାଇଁ ତୁମେ ଏମିତି କାନ୍ଦୁଛ? ସେ କହିଲା ମୋର ପ୍ରଭୁ ମୁଁ ମଦ୍ୟପାନ କରି ନାହିଁ, ମୁଁ ମିଷ୍ଟ ଦ୍ରାକ୍ଷାରସ ପାନ କରି ନାହିଁ, ମୋର ଅନ୍ତରର ବେଦନା ମୁଁ ଢାଳୁଛି। ମୋର ପ୍ରିୟ ଭାଇ ଭଉଣୀ ମାନେ ସେ ଦୁଃଖରେ କଷ୍ଟରେ ପ୍ରଭୁଙ୍କ ଘରକୁ ଯିବା ହଉଛି ଆରାଧନା କରିବା। ଆଜି ଅନେକଙ୍କୁ ତାଙ୍କର ପରିସ୍ଥିତି ଅଟକେଇ ଦଉଛି, ଯାଇପାରୁନାହାନ୍ତି ପ୍ରଭୁଙ୍କ ପାଖକୁ। ହାନ୍ନାର ଜୀବନରେ କୌଣସି ରିଜନ ନାହିଁ ପ୍ରଭୁଙ୍କ ପାଖକୁ ଯିବା ପାଇଁ। ଯଦି ଛୁଆ ହେଇଥାନ୍ତା ସେ ଧରିକି ଯାଇଥାନ୍ତେ ଉତ୍ସର୍ଗ କରିବା ପାଇଁ, ଛୁଆ ନାହିଁ।
ए बंध्या अवस्था निसंतान अवस्था से प्रभु को घर को जाउछंती आ प्रभु को स्तव गान करूछंती आ आसीबा समय गोटे प्रॉमिस सहित आसुछंती तुमे नेक्स्ट टाइम आसीबा समय संतान सहित आसीबो आसंता ऋतु तुम कलरे संतान थी मु कहवाई चाहे आज आपण जीवन हुए तो अपूरणीय क्षति हो जाए आपण आवश्यकता कहीं पूरा करें आप एमती प्रोब्लेम अच्छा प्रभु को घर को जातु अश्रु को बुहांतु मु पुणी कहवाई चाहे आपण शक्ति आपण आंठुरे अच्छी आपण अश्रुरे अच्छी जब आंठेवा कष्ट होची आपण तकिया पकई आंठातु गदी में आंठातु किंतु आंठातु जार आंठु मजबूत तार जीवन मजबूत तार आंठु मजबूत तार चरित्र मजबूत तार आंठु मजबूत तार सेवा मजबूत अश्रु को वेस्ट करंतु नहीं प्रभु हमको अश्रु देइछंती और ब्लेसिंग भाव आम अश्रु होची और ब्लेसिंग आपण ताको प्रॉपर्ली यूटिलाइज करंतु आपण अश्रु को प्रॉपर्ली आपण कांदी कांदी जीवन को नष्ट कर दियंतु जने कोन बोली कहउछंती कांदी कांदी जीवन को बुड़े देवा अपेक्षा हसी हसी जीवन को उड़े देवा भल नाई मोर प्रिय भाई बहन कांदी कांदी आम बुड़ी जीवा ना आमर अश्रु मिराकल खरिबो मोर प्रार्थना आपण को प्रार्थना आज आपण बाय चांस आसी नांती आज प्रोग्राम रे आपण बाय चांस आसी नांती प्रभु आपण को आनी छन प्रभु आपण को आनी छन मु जा प्रिपेयर हेतिले मोर नोट्स एटी अछि एठु मु व्यवहार करू मोर नोट्स मु कहू नै परमेश्वर आपण को कथा होउछंती आपण को आराधना जीवन बंद हो जाइछि आपण को प्रशंसा बंद होइछि आपण को स्तुति गान बंद हो जाइछि आपण केबे आराधना करिथिले लास्ट टाइम से आराधना नै से प्रार्थना भी नै खाम खियाली ऊपर ठाउरिया प्रार्थना ऊपर ठाउरिया आराधना प्रभु चाहुनांती हमर आराधना जीवन रे प्रभु रिवाइवल आनिबा पई चाहंती और रिवाइवल आसीबा दरकार हमर वर्शिप रे हमर चर्च रे हमर पर्सनल लाइफ मोर प्रिय भाई बहन मान प्रभु आमान को अनुग्रह करंतु आज आपण को जीवन रे असंभव को प्रभु संभव करंती अन्ना नेक्स्ट टाइम आसीबा समय संतान नहीं कि आसु आ गोटे अंश पढ़िबा द्वितीय वंशावली तार 19 पर्व आ 20 पर्व 19 रु 22 पढ़िबा द्वितीय वंशावली 20 19 रु 22 पुणी कहातीय संतान गणर और कोरह संतान गणर लेबीय माने अति उच्च स्वर रे सदाप्रभु इस्राएल परमेश्वर प्रशंसा करने निमंते ठिया हेले ए उतारे से माने अति प्रभात रे उठी तकय प्रांतर आड़कू बाहरी गले आउ से माने जीवा समय रे जिहोशाफात ठिया होई कहिले हे जिहुदा हे जेरूशलेम निवासी गण मो कथा सुनो सदाप्रभु तुम्भ मानक परमेश्वर ठारे विश्वास कर तहिरे तुम्भे माने स्थिरीकृत हेब ताहांको भविष्यत वक्ता मानंकु विश्वास कर तहिरे तुम्भे माने कृत कार्य हेब पुणी से लोक मानंक सहित परामर्श कलाउतारे सैन्य श्रेणीर आगे आगे से मानंको गमन काले सदाप्रभु को उद्देश्य रे गान करिबाकू ओ धर्म सौंदर्यर प्रशंसा करिबाकू पुणी सदाप्रभुंकर धन्यवाद कर जेहेतु ताहांकर करुणा सदाकाल स्थायी बोली कहिबाकू लोक नियुक्त कले आउ से माने गायन और प्रशंसा करिबा बस थैंक यू आपण पढिले गुडे विषय पढि पार मु समय बाब सकाश सारिबा पई चाहे एटी लेखा अछि जियोशाफात केमती विजय लाभ करूछंती आपण जति 20 अध्याय देखिबे जे 20 अध्याय प्रथम पद पढंतु 20 रो एक पद अनंतर मोयाब संतान गण अमन संतान गण और सेमानक संगे अमनीय केतेक लोक जियोशाफात प्रतिकूल युद्ध करबा आसिले एबे जियोशाफात सामर्थ्य नाई शक्ति नाई सैन्य भी नांती अस्त्र शस्त्र भी नाई एते लोक मिसिक आसुचंती जे जियोशाफात को परास्त करिया पाए एई युद्ध रे जियोशाफात जिनिबा संभव नुहे किंतु जियोशाफात केमती जणुचंती से कौन करछंती प्रभु ताको गोटे आइडिया देउछंती कोन जे तुमे सैन्य श्रेणीर आगरे गोटे आराधना करिबा लोकमान को पठेबो वॉर को जीवा पूर्व वर्शिपर माने एटा एमतीटा केबे हुए नै गीत गाई तुरी बजाई स्तव गान कले युद्ध चिनी हुए नै किंतु क्रिश्चियन से युद्ध चिने हिस्ट्री रे गोटे यूनिक वर्ड एटा जोटी युद्ध रे किछ लेखा अछि कोन बोली देखंतु
ଆପଣ 15 ପଦ ପଢନ୍ତୁ। ତହୁ ସେ କହିଲେ, ହେ ହଁ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମ୍ଭେମାନେ ଆଉ ହେ ମହାରାଜ ଜିହୋଶାଫଟ, ତୁମ୍ଭେ ଶୁଣ। ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମ୍ଭମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। ଭାବି ଦେଖନ୍ତୁ, ମାନେ ଯଦି ଆପଣଙ୍କ ପ୍ରୋବ୍ଲେମକୁ ଆପଣ ପ୍ରଭୁଙ୍କ ହାତରେ ଦେଇଦେବେ, ପ୍ରଭୁ ତାକୁ ହ୍ୟାଣ୍ଡେଲ କରିବେ। ଆପଣ ପ୍ରୋବ୍ଲେମ ସହିତ ବଞ୍ଚିବା ପାଇଁ ଶିଖି ଯାଇଛନ୍ତି। ଆପଣଙ୍କ ପ୍ରୋବ୍ଲେମ ପ୍ରଭୁଙ୍କୁ ଦିଅନ୍ତୁ, କୁହନ୍ତୁ ପ୍ରଭୁ ମୁଁ ପାରିବି ନାହିଁ, ପ୍ରଭୁ ମୋ ଦେଇ ହେବ ନାହିଁ, ପ୍ରଭୁ ମୁଁ ୱିକ୍ ଅଟେ, ପ୍ରଭୁ ମୋ ଦେଇ ହେବ ନାହିଁ, ପ୍ରଭୁ ମୋ ହେବ ନାହିଁ, ପ୍ରଭୁ ସାହାଯ୍ୟ କର। ପ୍ରଭୁ ସେ ଯୁଦ୍ଧରେ ଆପଣଙ୍କୁ ଜିଣେଇବେ। ଆଜି ଖ୍ରୀଷ୍ଟିଆନ ପରାସ୍ତ ଅଟେ, ମିନିଷ୍ଟ୍ରିରେ ପରାସ୍ତ ଅଟୁ, ଆମର ଚର୍ଚ୍ଚରେ ଷ୍ଟ୍ରଗଲିଂ କରୁଛୁ, କାହିଁକି? ଆମେ ସାମ୍ନାରେ ଅଛୁ। ପ୍ରିୟ ଭାଇ ଭଉଣୀ ମାନେ, ଆମର ଷ୍ଟ୍ରାଟେଜି ଦ୍ୱାରା, ଆମର ପ୍ଲାନ ଦ୍ୱାରା ଆମେ ଯୁଦ୍ଧ ଜିଣି ପାରିବା ନାହିଁ। ଯୁଦ୍ଧ ପ୍ରଭୁଙ୍କ ଦ୍ୱାରା ଜିଣି ହୁଏ। ଯୁଦ୍ଧ ଦିନ ନିମନ୍ତେ ଅସ୍ତ୍ର, ଅସ୍ପ ଆଉ ରଥ ସଜ୍ଜିତ ହୁଏ, କିନ୍ତୁ ଜୟ ପ୍ରଭୁଙ୍କ ଠାରୁ ଆସିଥାଏ। ଭିକ୍ଟ୍ରି କମ୍ସ ଫ୍ରମ ଦ ଲର୍ଡ। ପ୍ରଭୁଙ୍କ ଠାରୁ ଭିକ୍ଟ୍ରି ଆସେ। ଯଦି ଆଜି ଆପଣ ପରାସ୍ତ ଅଟନ୍ତି, ମୁଁ ଆପଣଙ୍କୁ ଏଇ ଟେକ୍ନିକ ଆପ୍ଲାଏ କରିବା ପାଇଁ ଚାହେଁ, ଯାହା ଜିହୋଶାଫଟ, ମାନେ ବିଜୟର ଗୁପ୍ତ ରହସ୍ୟ କଣ? ଚାରିଆଡେ ଶତ୍ରୁ ଘେରିଛନ୍ତି, ସେ ଆରାଧନା କରୁଛନ୍ତି। ଆପଣଙ୍କ ଚାରିଆଡେ ଶତ୍ରୁ, ଚାରିଆଡେ ସମସ୍ୟା, ଚାରିଆଡେ ବିପତ୍ତି, ମୁଁ କହିବା ପାଇଁ ଚାହେଁ, ଆରାଧନା କରିବାକୁ ଆରମ୍ଭ କରନ୍ତୁ, ପ୍ରଶଂସା କରିବାକୁ ଆରମ୍ଭ କରନ୍ତୁ, ଜୟଧ୍ୱନି କରନ୍ତୁ, ଆପଣ ବିଜୟ ଲାଭ କରିବେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମେ ପ୍ରଥମ ସଂଧ୍ୟାରେ ଆରାଧନା କରିଥିବା କିଛି ଲୋକମାନଙ୍କୁ ଦେଖିଲୁ। ଆସନ୍ତା କାଲି ଦ୍ୱିତୀୟ ଅଧ୍ୟାୟ ଆଉ ଶେଷ ଦିନ ତୃତୀୟ ବିଷୟ ମଧ୍ୟ ଆମେ ଷ୍ଟଡି କରିବା। ଆସୁ ମାନେ ଏମାନଠାରୁ ଶିଖିବା। ଆରାଧନା ଅବ୍ରାହମ କେମିତି କରିଥିଲେ? ପ୍ରିୟ ବସ୍ତୁ ପ୍ରଭୁଙ୍କୁ ଦେଇଥିଲେ। ପ୍ରିୟ ବସ୍ତୁ ମଧ୍ୟ ପ୍ରଭୁଙ୍କୁ ଦେବା ପାଇଁ ପଛଘୁଞ୍ଚା ନ ହେବା ଆରାଧନା ଅଟେ। ଜିରିୟ ପ୍ରାଚୀର କେମିତି ଭାଙ୍ଗିଥିଲା? ଆଜ୍ଞାବହତାରେ ଜୟଧ୍ୱନି କରିବା ଦ୍ୱାରା। ହାନ୍ନା କେମିତି ଆରାଧନା କରୁଛନ୍ତି? ରିକ୍ତ ହସ୍ତରେ ଯେ ଆରାଧନା। ଆପଣଙ୍କ ଜୀବନରେ ଗୁଡେ କଷ୍ଟ ଥିବ, ଅଭାବ ଥିବ, ସମସ୍ୟା ଥିବ, ତା ସତ୍ତ୍ୱେ ଆପଣ ପ୍ରଭୁଙ୍କ ଘରକୁ ଯାଆନ୍ତୁ। ଏଇଟାକୁ କୁହାଯାଏ ଆରାଧନା। ଆରାଧନା ସରାଫଗଣ ଆମକୁ ଶିଖାନ୍ତି ଆରାଧନା କେମିତି କରାଯାଏ, ନିଜକୁ ଲୁଚେଇବା ଦ୍ୱାରା। ଭଉଣୀ ମାନେ କଣ କରନ୍ତି? ସେଇଥିପାଇଁ ପ୍ରାର୍ଥନା କରିବା ସମୟରେ, ପ୍ରଶଂସା କରିବା ସମୟରେ ତାଙ୍କର ମୁହଁକୁ ଘୋଡାନ୍ତି। ଆମର ଭାଇ ମାନେ କଣ କରିବା ମୁଁ ଜାଣିନାହିଁ। ଭଉଣୀ ମାନେ କଣ କରିବା ଦରକାର? ଆଜିକାଲି ମୁଁ ଦେଖୁଛି ୱର୍ସିପ କରିବା ସମୟରେ ମୁଣ୍ଡରେ ଓଢଣା ବି ଦଉନାହାନ୍ତି। ଗୋଟେ ଷ୍ଟାଇଲ ପାଇଁ ଗୋଟେ କଣ କପଡା ଗୋଟେ ମୁଣ୍ଡରେ ପକାଇ ଥାଉଛନ୍ତି, ଖାଲି ନା ପାଇଁ ପକାଇ ଥାଉଛନ୍ତି, ପକାଇଲା ବେଳେ ଶୋ ପାଇଁ, ମାନେ ଡ୍ରେସ ସହିତ ମ୍ୟାଚ କଲା ଭଳି। ଡ୍ରେସ ମ୍ୟାଚିଂ, ଜୋତା ମ୍ୟାଚିଂ, ଲିପଷ୍ଟିକ ମ୍ୟାଚିଂ, ନେଲ ପଲିଶ ମ୍ୟାଚିଂ, ତାପରେ ମୁଣ୍ଡର ଘୋଡାଇବାଟା ମଧ୍ୟ ମ୍ୟାଚିଂ। ନାଇଁ, ଆମର ନିଜର ଏସବୁକୁ ବନ୍ଦ କରିବା ପାଇଁ ପଡିବ, ଯେପରି ଆମେ ପ୍ରଭୁଙ୍କର ବାସ୍ତବରେ ଆରାଧନା କରିପାରିବୁ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ଏସବୁର ବିରୋଧୀ।